କରୁଛି। ସାର୍ ମୁଁ ଆଜି ଆପଣଙ୍କୁ କିଛି ପ୍ରଶ୍ନ ପଚାରିବା ପାଇଁ ଚାହୁଁଛି, ଆଉ ଆପଣଙ୍କର ପରିଚୟ ଦେବେ, ଦେଇକି ତାପରେ ଗୋଟେ କହିବେ ଯୋଗର ପ୍ରକୃତ ଅର୍ଥ କ'ଣ ସେ ବିଷୟରେ ଟିକେ କହିବେ। ପ୍ରଥମେ ଆପଣଙ୍କୁ ଟିକେ ପରିଚୟ ଦେବେ, ତାପରେ ମୋ ନାଁ ଯୋଗୀ ମାନିକଲାଲ ପ୍ରଧାନ। ମୁଁ ମୁନି ସମାଜର ଜଣେ ସଦସ୍ୟ। ଆଜି ଆପଣଙ୍କର ସାକ୍ଷାତକାରରେ ମୁଁ ଆପଣଙ୍କ ପ୍ରଶ୍ନଟା କ'ଣ ଥିଲା? ପ୍ରକୃତ ଯୋଗର ଅର୍ଥ କ'ଣ? ଯେହେତୁ ପ୍ରକୃତ ଯୋଗ ବୋଲିକି ଆପଣ କହିଲେ, ପ୍ରକୃତ ଅର୍ଥାତ୍ ସଠିକ୍ ବା ପ୍ରକୃତ ଅର୍ଥରେ ଯେଉଁ ଯୋଗ କଥା କହିଲେ, ଏଇଠି ଆପଣଙ୍କ ମନରେ ଯେଉଁ ପ୍ରଶ୍ନ ଉଠିଲା ପ୍ରକୃତ ଯୋଗ, ତାହେଲେ ଯୋଗ ସମ୍ବନ୍ଧରେ ଆପଣଙ୍କର ସାଂସାରିକ ଧାରଣା ଯେ ସଂସାରରେ ବହୁତ ପ୍ରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ ବା ସରକାରଙ୍କ ମାଧ୍ୟମରେ ଯୋଗର ପ୍ରଚାର ପ୍ରସାର ହେଉଛି। ସେ ଯୋଗର ପ୍ରକୃତ ଯେଉଁ ଅର୍ଥଟା ଖୋଜିଲେ ଯେ ଯୋଗ ତ ସମସ୍ତେ କହୁଛନ୍ତି, ବିଭିନ୍ନ ପ୍ରକାର ଯୋଗ ମାଧ୍ୟମରେ ସମସ୍ତେ ତ ଯେଉଁ କଥା କହୁଛନ୍ତି, ତାହେଲେ ପ୍ରକୃତ ଯୋଗଟା କ'ଣ ସେଇ ବିଷୟରେ ଯେଉଁ ଆପଣ କହିଲେ, ପ୍ରକୃତ ଯୋଗ ମହର୍ଷି ପତଞ୍ଜଳିଙ୍କର ସମାଧି ପାଦରେ ତା'ର ଅର୍ଥଟା ସେ କହିଛନ୍ତି ଯେ ପ୍ରକୃତ ଯୋଗଟା କ'ଣ। ଯୋଗ ଶବ୍ଦ ସଂସାରରେ ବହୁତ ସ୍ତରରେ ମିଶାଯାଇଛି, ଯେମିତି ଭକ୍ତି ଯୋଗ, ମୁଷ୍ଟି ଯୋଗ, କର୍ମଯୋଗ, ଧ୍ୟାନ ଯୋଗ, ରାଜଯୋଗ, ବିଭିନ୍ନ ପ୍ରକାର ଯୋଗ କୁହାହେଉଛି। କିନ୍ତୁ ପ୍ରକୃତ ଯୋଗ ଯେହେତୁ ପଚାରିଲେ, ଅର୍ଥାତ୍ ଶୁଦ୍ଧ ଯୋଗ ବା ବାସ୍ତବିକ ଯୋଗ, ସେଇଟା ମହର୍ଷି ପତଞ୍ଜଳି ସେ ବାସ୍ତବିକ ଯୋଗର ଅର୍ଥରେ କହୁଛନ୍ତି ଯେଉଁ ଯୋଗରେ କୌଣସି ପ୍ରକାର ଆଉ କାହାରି ମିଶା ଯାଇପାରିବ ନାହିଁ, କାହାରିକୁ ମିଶା ଯାଇପାରିବ, ଯୋଗ କରାଯାଇପାରିବ ନାହିଁ। ତ ମହର୍ଷି ପତଞ୍ଜଳି ସେଇ କଥାରେ ସେ କହିଲେ ଯେ ଯୋଗ ଶବ୍ଦ ଗୋଟେ ମିଶାଇବା ଅର୍ଥରେ ହେଇପାରୁଛି, ଯେମିତି କାହାରି ସହିତ କାହାରି ମେଳକୁ ଯୋଗ କୁହାଯାଏ, ସଂଖ୍ୟା ସହିତ ମିଶାଇବାକୁ ଯୋଗ କୁହାଯାଏ। ଏ ଅର୍ଥରେ ସଂସାରରେ ଯୋଗର ତାହା ହିଁ ସମ୍ବନ୍ଧ, ଯେ କାହାରି ସହିତ କାହାରିକୁ ଯୋଡ଼ିବା ଅର୍ଥରେ। କିନ୍ତୁ ବାସ୍ତବିକ ଯୋଗ ହେଉଛି ଯୁଜ୍ ସମାଧୁ ଧାତୁରୁ ଯୋଗ ଶବ୍ଦର ଅର୍ଥ, ଯାହାକି ଯେଉଁ ଯୋଗରେ ସାଧକ ତା'ର ଶୁଦ୍ଧ ଯୋଗ ସହିତ ଅର୍ଥାତ୍ ନିଜର ଚିରନ୍ତନ ସତ୍ତା ସହିତ ଯେତେବେଳେ ଯୋଡ଼ିଯିବ, ଅର୍ଥାତ୍ ସଂସାରରେ ଯୋଗ କରିବ କିଏ? ମନୁଷ୍ୟ ମଧ୍ୟରେ ମନୁଷ୍ୟ ହିଁ ଯୋଗ କରିବ। ମନୁଷ୍ୟ ଭିତରେ ମନ ହେଉଛି ସର୍ବସ୍ୱ। ମନ ସର୍ବସ୍ୱ। ମନ ସାଧାରଣତଃ ସଂସାରମୁଖୀ। ତେଣୁ ସାଂସାରିକ ସ୍ତରରେ ଯେଉଁ ଚେତନ ସତ୍ତାର ପ୍ରକାଶଟା ହେଉଛି ମନ। ମନ ପ୍ରକୃତ ଅର୍ଥରେ ସେ ସମାହିତ ଅବସ୍ଥାରେ ଯେଉଁ ସମାଧୁ ଧାତୁରୁ ଯେଉଁ ଯୋଗ ଶବ୍ଦ ମହର୍ଷି ପତଞ୍ଜଳି କରିଛନ୍ତି, ଯେ ମନ ତା ନିଜର ବାସ୍ତବିକ ବା ଅସଲି ରୂପରେ ସ୍ଥିତ ହେବାର ନାମ ହେଉଛି ଯୋଗ। ସେହି ସୂତ୍ରରେ ସେ କହିଛନ୍ତି ଯେଉଁ ସମାଧୁ ଧାତୁରୁ ଯୋଗ ଶବ୍ଦର ଉତ୍ପତ୍ତିଟାକୁ ନିଆ ହେଇଛି, ଯେଉଁଟାକି ଆମର ମୁନି ସମାଜରେ ବି ମଧ୍ୟ ସେହି ଯୋଗକୁ ଅସଲି ଓ ବାସ୍ତବିକ ଯୋଗ କୁହାହେଉଛି। ଏଥିରେ କାହାରି ସହିତ କୌଣସି ଜିନିଷର ମେଳ ହୋଇପାରିବ ନାହିଁ, ଶୁଦ୍ଧ ଯୋଗ। ଆଉ କ'ଣ ପ୍ରଶ୍ନ ଥିଲା? ମନୁଷ୍ୟ ପାଇଁ ଯୋଗର ଆବଶ୍ୟକତା କାହିଁକି ଅଛି? ମନୁଷ୍ୟ ପାଇଁ ଯୋଗର ଆବଶ୍ୟକତା ଅତ୍ୟନ୍ତ ଆବଶ୍ୟକ। କାରଣ ହେଉଛି ମନୁଷ୍ୟ ଶାନ୍ତ ମନମୟ, ମନ ସର୍ବସ୍ୱ ମନୁଷ୍ୟ।
ତେଣୁ ମନ ସର୍ବସ୍ୱ ମନୁଷ୍ୟ ସାଧାରଣତଃ ସଂସାରରେ ମନୁଷ୍ୟର ମନ ସଂସାରମୁଖୀ ବା ବହିର୍ମୁଖୀ ସଂସାର। ତେଣୁ ମନୁଷ୍ୟଙ୍କର ଯେଉଁ ମନ ଯେଉଁ ବହିର୍ମୁଖୀ ମନ ଯେତେବେଳେ ବିଷୟ ଆଶୟ ସହିତ ବା ସଂସାରରେ ଯେତେବେଳେ ଘୁରି ବୁଲେ ସେତିକି ବେଳେ ମନର ଯେଉଁ ସ୍ଥିତି ଗୁଡ଼ିକ ସେ ପରଖି କରେ ବିଷୟ ସ୍ଥିତି, ସେ ବିଷୟ ସ୍ଥିତିର ପ୍ରତିକ୍ରିୟା ମନୁଷ୍ୟ ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି କରେ। ଯେଉଁ ବିଷୟ ସମ୍ବନ୍ଧୀୟ ପ୍ରତିକ୍ରିୟା ତା ଭିତରେ ସୃଷ୍ଟି ହୁଏ ତାଦ୍ୱାରା ମନୁଷ୍ୟର ମନ ଏକ ପ୍ରକାର ଦୁର୍ବଳ ଆଉ କ୍ଷତ ବିକ୍ଷତ ଆଉ ବିଭିନ୍ନ ପ୍ରକାର ଅଶାନ୍ତ ପରିସ୍ଥିତିରେ ମନ କ୍ଷତ ବିକ୍ଷତ ହୋଇ ତାର ମନର ନିଜର ପରିସ୍ଥିତି ବା ନିଜର ସ୍ଥିତିରେ ସେ ରହିପାରେ ନା। ତେଣୁ ମନୁଷ୍ୟ ପାଇଁ ଏ ନିତାନ୍ତ ଆବଶ୍ୟକ ଯୋଗ। କାରଣ ଯୋଗର ସହଜ ଭାଷ୍ୟ ହେଉଛି ଯୋଗ ହେଉଛି ଚିତ୍ତ ବୃତ୍ତି ନିରୋଧ। ମହର୍ଷି ପତଞ୍ଜଳିଙ୍କର ଯୋଗର ସରଳ ପରିଭାଷା ହେଉଛି ଯୋଗ ଚିତ୍ତ ବୃତ୍ତି ନିରୋଧ। ଅର୍ଥାତ୍ ମନ ପାଇଁ ଯୋଗ, ତାର ଚିତ୍ତବୃତ୍ତି ଅର୍ଥାତ୍ ମନୁଷ୍ୟ ହେଉଛି ଚେତନମୟ ପ୍ରାଣୀ। ଚେତନତା ହିଁ ହେଉଛି ମନ। ତେଣୁ ଚେତନତା ଯେତେବେଳେ ସଂସାର ବିଷୟମୁଖୀ ଯେତେବେଳେ ହେଇଯାଉଛି ସେତେବେଳେ ସେଇ ଚେତନତା ଯେଉଁ ସଂସାରମୁଖୀ ହେବା ଦ୍ୱାରା ମନର ତା ନିଜର ଶୁଦ୍ଧତାର ଆଉ ସେ ରହିପାରୁନାହିଁ। ମନର ମନସ୍ଥିତିରେ ରହିପାରୁନାହିଁ, ସେ ସଂସାର ସ୍ଥିତିରେ ରହିଯାଏ। ସେ ସଂସାର ସ୍ଥିତିରେ ଯେଉଁ ବିଷୟ ଆଶୟଯୁକ୍ତ ମନ ବିଭିନ୍ନ ପ୍ରକାର ବନ୍ଧନରେ ସେ ପଡ଼ିଯାଏ, ଯେଉଁ ବନ୍ଧନରେ ମନୁଷ୍ୟ ମନର ପରିସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଏ। ତେଣୁ ଯୋଗ ଯେଉଁ ଚିତ୍ତବୃତ୍ତି କରାହେଉଛି, ଚିତ୍ତର ଅର୍ଥ ହେଉଛି ଚିନ୍ମାତ୍ରତା, ଅର୍ଥାତ୍ ତାର ଗତି ଅଛି আর শক্তি ଅଛି, ଗତି ଅଛି ଆଉ ଶକ୍ତି ଅଛି। ତ ଏଇ ଯେଉଁ ଗତି ଆଉ ଶକ୍ତି ସମ୍ପନ୍ନ ଯେଉଁ ଚେତନତା ଯେଉଁ ସଂସାରମୁଖୀ ହେଇକି ଯାଉଛି ସେତେବେଳେ ସଂସାରରେ ବୁଲୁ ବୁଲୁ ତାର ଗତି ଶକ୍ତିର କ୍ଷୟକ୍ଷତି ହେଉଛି, ସ୍ଫୁରଣ ହେଉଛି, ମନୁଷ୍ୟର ତାର ବାସ୍ତବିକ ସ୍ଥିତିକୁ ଆସିପାରୁନି। କିନ୍ତୁ ଯୋଗର ପ୍ରକୃତ ସହଜ ସରଳ ସ୍ଥିତି ରଖିଦେଲେ ଯେ ଚିତ୍ତ ବୃତ୍ତିଟା ନିରୋଧ, ଅର୍ଥାତ୍ ତାର ଯେଉଁ ଗତି ବା ସ୍ଫୁରଣଶୀଳତାକୁ ସେ କିଛି ସମୟ ପାଇଁ ନିରୋଧ କରିବ, ତେବେ ଯାଇ ସେ ଯୋଗସ୍ଥ ହେବ। ସାର୍ ଏହାଦ୍ୱାରା ଆମ ସମାଜରେ କିଛି କଲ୍ୟାଣ ହେବ କି? ବ୍ୟକ୍ତି ବିଶେଷରେ ଜଣେ ବ୍ୟକ୍ତିର ଉନ୍ନତି ସେଥିରେ କ'ଣ ହେବ? ସେ ଯେଉଁ ଚିତ୍ତବୃତ୍ତି ନିରୋଧ କଲେ ସେ ବ୍ୟକ୍ତିର ଉନ୍ନତି କ'ଣ ହେବ ନା ପ୍ରତ୍ୟେକ ବ୍ୟକ୍ତି ବା ପ୍ରତ୍ୟେକ ମନୁଷ୍ୟ ସୁଖ ଶାନ୍ତି ଆନନ୍ଦ ଚାହେଁ। ସୁଖ ଶାନ୍ତି ଆନନ୍ଦ ତାର ଯେତେବେଳେ ଚିତ୍ତ ଅର୍ଥାତ୍ ତାର ଚେତନତା ଯେତେବେଳେ ଅନ୍ତର୍ମୁଖୀ ହେବ ଅର୍ଥାତ୍ ନିରୋଧ ହେବ ଯେତେବେଳେ, ସେତେବେଳେ ସେ ସୁଖ ବି ଅନୁଭବ କରିପାରିବ, ଶାନ୍ତି ବି ଅନୁଭବ କରିପାରିବ, ଆଉ ଆନନ୍ଦମୟ ସ୍ଥିତିକୁ ପଳାଇବ, ଆନନ୍ଦମୟ ସ୍ଥିତିକୁ ସେ ପାଇପାରିବ। ତ ଏଇ ସ୍ଥିତିରେ ଯେ ପ୍ରତ୍ୟେକ ମନୁଷ୍ୟ ଯେତେବେଳେ ଯିବା ଆରମ୍ଭ କରିବ ତ ସଂସାରରେ ଆଜି ଏ ପର୍ଯ୍ୟନ୍ତ ଯେତିକି ପ୍ରକାର ସବୁ ବିଶୃଙ୍ଖଳିତ ବା ଏତିକି ପ୍ରକାର ଯେତେ ଦୁର୍ଘଟଣା ବା ଏତିକି ପ୍ରକାର ଯେତେବେଳେ ଅଶାନ୍ତ ଅବସ୍ଥା ଆସୁଛି ସେଥିପାଇଁ ମନୁଷ୍ୟ ପ୍ରକୃତ ସୁଖ ଶାନ୍ତି ଆଉ ଆନନ୍ଦ ପାଇପାରୁନାହିଁ। ତେଣୁ ସୁଖ ଶାନ୍ତି ଆନନ୍ଦ ପାଇବା ପାଇଁ ହେଲେ ସମସ୍ତଙ୍କୁ ଯୋଗସ୍ଥ ହେବାକୁ ପଡ଼ିବ। ଯୋଗସ୍ଥ ମାନେ ତାର ଯୋଗମୟ ସ୍ଥିତିକୁ ଯିବାକୁ ପଡ଼ିବ, ଯୋଗମୟ ସ୍ଥିତିକୁ ଯିବାକୁ ପଡ଼ିବ। ଯୋଗମୟ ସ୍ଥିତିରେ ମନୁଷ୍ୟ ଯେଉଁ ସୁଖ ଶାନ୍ତି ଆନନ୍ଦ ବା ମୁକ୍ତିର ସ୍ୱାଦ ଯେତେବେଳେ ପାଇବ, ସେ ଯେତେବେଳେ ସଂସାରରେ ଥିଲେ ବି ସଂସାରକୁ ପୁଣି ସଂସାରରେ ଥିଲେ ବି ସଂସାର କର୍ମ ସମସ୍ତ ପ୍ରକାର କରୁଥିଲେ ବି ତା ନିଜ ଭିତରେ ଥିବା ସୁଖ ଶାନ୍ତି ଆନନ୍ଦକୁ ସେ କେବେ ହେଲେ ନଷ୍ଟ କରିପାରିବ ନାହିଁ। ସୁଖ ଶାନ୍ତି ଆନନ୍ଦକୁ ସ୍ଥିତି ରଖି ସଂସାର କାର୍ଯ୍ୟ କରୁଥିବ, ଆଉ ସେଇଥିରେ ହିଁ ସେ
ସାରା ସଂସାରରେ ସବୁ କାମ କରୁଥିଲେ ବି ସୁଖ ଶାନ୍ତି ଆନନ୍ଦ ରହିବ। ଏଇଭଳି ଜଣେ ବ୍ୟକ୍ତିର ସୁଖ ଶାନ୍ତି ଆନନ୍ଦ ଯେତେବେଳେ ସବୁ ବ୍ୟକ୍ତି ଭିତରକୁ ସୁଖ ଶାନ୍ତି ଆନନ୍ଦର ସ୍ପର୍ଶ ପାଇପାରିବ, ସେତେବେଳେ ସଂସାରଟା ଆନନ୍ଦମୟ ସ୍ଥିତି, ଆନନ୍ଦମୟ ଅବସ୍ଥାକୁ ପଳାଏ। ସଂସାରରେ ଆଉ ଅଶାନ୍ତି, ଦୁଃଖ, କଷ୍ଟ ସମସ୍ତଙ୍କର ଆଉ ସାର୍ ଯେମାନେ ସବୁ ଇଏ କରୁଛନ୍ତି, ଆପଣ ଦେଖିଥିବେ ସବୁ ଓଡ଼ିଆ ମାନଙ୍କରେ ବସିକି ଯୋଗ କରୁଛନ୍ତି, ଆମେ ସବୁ ଯୋଗ କରୁଛୁ। ଆପଣ ମତରେ ସେଟା କେତେ ଠିକ୍? ଆଉ ତା ସହିତ ଯୋଗ ଆପଣ କହିଲେ ଯୋଗ ମାନେ ଚିତ୍ତବୃତ୍ତି ନିରୋଧ, ତାହେଲେ ସେଇଟା ଯୋଗ କି ନୁହଁ? ହଁ, ଯୋଗ ଯେଉଁ ଶବ୍ଦରେ ସେ କହୁଛନ୍ତି, ଏ ପ୍ରକୃତରେ ଦେଖିବାକୁ ହେଲେ କ'ଣ ହେବ, ମନ ପାଇଁ ଯୋଗ ଦରକାର, ଶରୀର ପାଇଁ ବ୍ୟାୟାମ ଦରକାର। ତ ଯେଉଁ ପ୍ରକାର ବାହାରେ ବିଭିନ୍ନ ପ୍ରକାର ଯୋଗର ଯେଉଁ ପ୍ରଦର୍ଶନ କରାଯାଉଛି, ସେ ପ୍ରକାର ଶରୀର ପାଇଁ ଏକ ପ୍ରକାର ବ୍ୟାୟାମ, ତପ, ଶରୀରକୁ ତପ ଯୋଗ କରାଯାଉଛି। ଆଉ ଶରୀରକୁ ସୁସ୍ଥ ବା ନିରୋଗ ରଖିବା ପାଇଁ ତା'ର ଏଇ ପ୍ରକାର ବିଭିନ୍ନ ପ୍ରକାର ବ୍ୟାୟାମ କରାଯାଉଛି, ଯେଉଁଟାକି ଗରମ କରାଯାଉଛି। କିନ୍ତୁ ପ୍ରକୃତରେ ସେଇଟା ଶରୀର ପାଇଁ ବ୍ୟାୟାମଟା ହେଇପାରୁଛି, କିନ୍ତୁ ମନ ପାଇଁ ଯୋଗ ହେଇପାରୁନାହିଁ। କାହିଁକି? ମନର ସ୍ଥିରତା ହିଁ ଯୋଗ। ଆଉ ଶରୀରର ଯେକୌଣସି ପ୍ରକାର ଅଙ୍ଗଭଙ୍ଗୀରେ ମୁଡ଼ିବା ସେଇଟା ଯୋଗ ସ୍ଥିତି କି ନୁହେଁ। ଶରୀରକୁ ଗରମ ସ୍ଥିତି ହେଇପାରେ। ବ୍ୟାୟାମ ଯୋଗ ତ ସାର୍ ଲେଖୁଛି ଯୋଗ ଚିତ୍ତବୃତ୍ତି ନିରୋଧ, ମାନେ ଚିତ୍ତର ବୃତ୍ତିକୁ ନିରୋଧ କରିବା ପାଇଁ ଯୋଗ କୁହାଯାଏ, ଯେଉଁଟାକି ପତଞ୍ଜଳି ଲେଖିଛନ୍ତି। ଆଉ ଆଜିକି ଆଉ କ'ଣ? ନା, ଆଉ ତ ଯୋଗର ଆଉ ବିଶେଷ ଯୋଗର ପ୍ରକୃତ ବିଷୟରେ ଏଇ ଯେଉଁ ମହର୍ଷି ପତଞ୍ଜଳିଙ୍କ ବିଷୟରେ ମୁଁ କହିବାକୁ ଚାହୁଁଛି। ମହର୍ଷି ପତଞ୍ଜଳିଙ୍କର ଯେଉଁ ଯୋଗଶାସ୍ତ୍ର, ମହର୍ଷି ପତଞ୍ଜଳିଙ୍କର ଯେଉଁ ଯୋଗଶାସ୍ତ୍ର ଅନ୍ୟାନ୍ୟ ସଂସ୍ଥାମାନେ କହୁଥିବା ସ୍ଥଳେ ସେମାନେ ବି କହୁଛନ୍ତି ମହର୍ଷି ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗର ସାଧନ ସେମାନେ କହୁଛନ୍ତି। କିନ୍ତୁ ସେମାନେ ସାଧନ ଯେଉଁ ପ୍ରଦର୍ଶନ କରୁଛନ୍ତି ସେଇଟା ପ୍ରକୃତରେ ବ୍ୟାୟାମ। କିନ୍ତୁ ମୁନି ସମାଜ ଯେଉଁ ମହର୍ଷି ପତଞ୍ଜଳିଙ୍କର ଯେଉଁ ପ୍ରକୃତ ଅଷ୍ଟାଙ୍ଗ ଯୋଗର ଯେଉଁ ସାଧନ, ମୁନି ସମାଜ ସାଧନ ମାଧ୍ୟମରେ ସମସ୍ତ ଲୋକଙ୍କ ପାଖରେ ସେଇଟା ସେଇଭଳି ଶିକ୍ଷା ଦିଆଯାଉଛି। ପ୍ରକୃତ ଯେଉଁ ମହର୍ଷି ପତଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗ ଯେଉଁ ବିଧି, ସେଇଟା ହିଁ ଲକ୍ଷ୍ୟ କରି ସଦ୍ଗୁରୁଦେବ ଶିବମୁନି ମହାରାଜ ସେ ପ୍ରକୃତ ମହର୍ଷି ପତଞ୍ଜଳିଙ୍କର ଯୋଗସୂତ୍ର ଗୁଡ଼ିକର ନିଜେ ସାଧନ କରି ତା'ର ଅନୁଭବ କ୍ଷେତ୍ରକୁ ଆଣି ତାକୁ ଉପଲବ୍ଧି କରି ତେବେ ଯାଇ ସେ ସାଧନଟିକୁ ସର୍ବସମ୍ମୁଖରେ ସମାଜ କଲ୍ୟାଣ ଉଦ୍ଦେଶ୍ୟରେ ମନୁଷ୍ୟମାନଙ୍କ ପାଖରେ ଏଇଟା ସହଜ ସରଳ କରି ମନୁଷ୍ୟ ସମାଜ ପ୍ରତିଷ୍ଠା କରି ସେହି ସାଧନ ଗୁଡ଼ିକୁ ସେ ଶିକ୍ଷା ଦେଉଛନ୍ତି। ସେଇଟା ହେଉଛି ମହର୍ଷି ପତଞ୍ଜଳିଙ୍କର ସେ ଯେଉଁ ପ୍ରକୃତ ଯୋଗ ଦର୍ଶନର ବ୍ୟାଖ୍ୟା ସେ ନିଜେ କରିଛନ୍ତି, ଆଉ ତାର ସାଧନ ବି ମଧ୍ୟ କରୁଛନ୍ତି। ଏତିକିରେ ଯାଉ ବହୁତ ବହୁତ ଧନ୍ୟବାଦ ସାର୍। ଜୟଜୀ। ଜୟଜୀ। ଆପଣଙ୍କୁ ଯଦି ଆଗାମୀ ଅଧ୍ୟାୟରେ ପୁଣି ଆଗାମୀ ଅଧ୍ୟାୟରେ ଆଉ ଗୋଟେ ଟପିକ୍ ନେଇକି ଆସିବେ ସାର୍ଙ୍କ ପାଖକୁ, ପୁଣି କଥା ହେବା। ସେତିକି ପର୍ଯ୍ୟନ୍ତ ଆମେ ବିଦାୟ ନେଉଛୁ। ସପ୍ରେମ ଜୟଜୀ। ଜୟଜୀ ସାର୍।